ଜୀବନ ସାଥୀକୁ କେମିତି ଚିହ୍ନିବେ? ବିବାହ ପୂର୍ବରୁ ଯଦି ଏହି ଗୋଟିଏ କଥା ଜାଣିଥାନ୍ତେ, ଜୀବନ ସାରା ପଶ୍ଚାତାପ କେବେ ହେଇନଥାନ୍ତା। ଠାକୁର କହିଛନ୍ତି, ସୁନ୍ଦର ମୁହଁ କି ଚେହେରା ନୁହେଁ, ସଠିକ୍ ଗୁଣ ହିଁ ବିବାହକୁ ସଫଳ କରେ। ଜୀବନ ସାଥୀକୁ ଚିହ୍ନିବା ପାଇଁ ଠାକୁର ଦେଇଥିବା ସେହି ସରଳ ପଦ୍ଧତି ଗୁଡ଼ିକ ଯାହା ଆପଣ ଜାଣନ୍ତି କି? ତେବେ ଆସନ୍ତୁ ଜାଣିବା ଏହି ସୁନ୍ଦର ବିଷୟବସ୍ତୁରେ। ପ୍ରଥମେ ତାଙ୍କ ଶ୍ରୀଚରଣରେ ପ୍ରଣାମ ନିବେଦନ କରି ଆଗକୁ ବଢ଼ିବା। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର୍, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର୍, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର୍, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର୍, ସଭିଙ୍କର ଆତୁଳ ଶ୍ରୀଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଭକ୍ତିମୟୀ ମା'ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତିରେ ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ବନ୍ଧୁଗଣ, ଆଜିର ଏହି ଭିଡ଼ିଓକୁ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖି ଜଣାନ୍ତୁ, ଆଉ ସବୁଦିନେ ଆମ ସହିତ ଏମିତି ଯୋଡ଼ି ହୋଇ ରୁହନ୍ତୁ। ତେବେ ଆସନ୍ତୁ ଜାଣିବା ଜୀବନ ସାଥୀକୁ କେମିତି ଚିହ୍ନିବେ ଆଉ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର କେଉଁ ସରଳ ପଦ୍ଧତି ଆମମାନଙ୍କ ପାଖରେ ରଖିଛନ୍ତି। ହଁ ବନ୍ଧୁଗଣ, ସଠିକ୍ ବିବାହର ସର୍ତ୍ତ କ'ଣ? ଶ୍ରୀ ଶ୍ରୀ ଠାକୁରଙ୍କ ମତରେ ସ୍ୱାମୀ ସ୍ତ୍ରୀ ସମ ବିପରୀତ ସତ୍ତା ହେବା ଦରକାର। ଉଭୟଙ୍କ ମଧ୍ୟରେ ପ୍ରକୃତିଗତ ସାମଞ୍ଜସ୍ୟ ଥିବା ଦରକାର। ପୂର୍ବରୁ ମଧ୍ୟସ୍ଥିମାନେ ସବୁ ଦିଗରୁ ମିଳେଇ ସୁଜେଇ ବୁଝେଇ ବିବାହର କରାଉଥିଲେ। ଠିକ୍ ଏହି କଥା ଶ୍ରୀ ଶ୍ରୀ ଠାକୁର ଆବେଗ ବିଭୋଳ ଭାବରେ ସାର କଥା କହିଥିଲେ। ବିବାହ ଗୁଡ଼ିକ ଭଲ କରି ଦେଖି ଶୁଣି ଦେବାକୁ ହେବ। ବଂଶ, ବିଦ୍ୟା, ସ୍ୱାସ୍ଥ୍ୟ, ଆୟୁ, ଇଷ୍ଟପ୍ରାଣତା, ଚରିତ୍ର, ପ୍ରକୃତି, ବୟସ ଆଉ ଯୋଗ୍ୟତା ଇତ୍ୟାଦି ବିଷୟରେ ମେଳ କରି ପୁଅ ଝିଅଙ୍କର ବିବାହ ଦେବାକୁ ହେବ। ଯଦି ପ୍ରାପ୍ତବୟସ୍କ ହେଲେ ସାଧାରଣତଃ ବିବାହ ଆଗରୁ ସେହି ଝିଅକୁ ପଚାରି ବୁଝି ସୁଝି ଯେଉଁ ପୁଅ ପ୍ରତି ତା'ର ଶ୍ରଦ୍ଧା ହୁଏ, ଏପରି ଜାଗାରେ ବିବାହ ଦେବା ବହୁତ ଭଲ। ଶାସ୍ତ୍ରରେ ଯେଉଁ ମନୋବୃତ୍ତି ଅନୁସାରିଣୀ ସ୍ତ୍ରୀର କଥା ଅଛି, ଝିଅର ମତ ନେଇ ବିବାହ ଦେଲେ ତା ଅନେକ ଦୂର ସମ୍ଭବ ହୋଇପାରେ। କାରଣ ଯାହାକୁ ସେ ହିଁ ବହି ପୋଷଣ କରି ତୃପ୍ତି ପାଏ ଓ ନିଜକୁ ସାର୍ଥକ ବୋଧ କରେ, ତାକୁ ହିଁ ସେ ପସନ୍ଦ କରିବ। ପୁଣି ଝିଅମାନଙ୍କୁ ବି ଭଲ କରି ଶିକ୍ଷା ଦେବାକୁ ହୁଏ ଏ ଦିଗରେ ଯେ ଏଇ ବିବାହ ବ୍ୟାପାରଟା କ'ଣ ଏବଂ କେଉଁଭଳି ପୁରୁଷ ସ୍ୱାମୀ ହେବାର ଯୋଗ୍ୟ, ଏସବୁ ଇତ୍ୟାଦି ବିଷୟରେ। ଠାକୁରଙ୍କ ଉପଦେଶରେ ସଫଳ ବିବାହର ସୂତ୍ର ହେଉଛି ସଠିକ୍ ଜୀବନ ସାଥୀକୁ କେମିତି ଚିହ୍ନିବେ। ଅବଶ୍ୟ ବିବାହ ଆଗରୁ କାହାକୁ ଯେପରି ସ୍ୱାମୀ ଭଳି କରି ନ ଭାବେ ବା ସେଇଭଳି କଳ୍ପନା କରି କାହାର ବି ସଙ୍ଗେ ମିଳାମିଶା ନ କରେ, ତା ଭିତର ଦେଇ ଅନେକ କ୍ଷତିର ସମ୍ଭାବନା ଥାଏ। ସବୁ ପିତାମାତାଙ୍କ ଏ କର୍ତ୍ତବ୍ୟ ହେଲା ଗୋଟେ ଛୋଟ କଥା ଝିଅମାନଙ୍କ ମଥାରେ ପ୍ରବେଶ କରାଇ ଦେବାକୁ ହୁଏ, ଯେଉଁଟା ହେଲା ଯେଉଁ ପୁରୁଷ ନାରୀମୁଖୀ ବା ନାରୀ ପ୍ରତି ଦୁର୍ବଳତା ଥାଏ ଏବଂ ଝିଅମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ତା'ର ଚାରିପାଖେ ଘୁରି ବୁଲେ, ତାକୁ କଦାପି ବି ସ୍ୱାମୀ ହିସାବରେ ଆଦୌ ନିର୍ବାଚନ କରିବାର ନୁହେଁ। ଆଦର୍ଶ ପ୍ରାଣତା ହିଁ ହେବା ଦରକାର ତା'ର ପ୍ରଧାନ ସମ୍ପଦ। ଆଉ କୁଳଶୀଳରେ ବି ପୁରୁଷ ଉନ୍ନତ କିମ୍ବା ଅନ୍ତତଃ ପକ୍ଷେ ସେହିପରି ସଦୃଶ ହେବା ଦରକାର। ନିମ୍ନ କୁଳଶୀଳ ସମ୍ପନ୍ନ ପୁରୁଷକୁ ବିବାହ କରିଲେ ଯେ ତା'ର ହିଁ କ୍ଷତି, ଏଇଟା ବୁଝାଇ ଦେବା ଦରକାର। ଏମିତି କ୍ଷତି ଏହି ଦିଗ ଦେଇ ଯେ ତା'ର ପିତୃପୁରୁଷାଗତ ସଂସ୍କାର ସ୍ୱାମୀଙ୍କ ମାଧ୍ୟମରେ ପରିପୂରିତ ନ ହୋଇ ବରଂ ଅବଦଳିତ ହୁଏ ଏବଂ ତା ଫଳରେ ତା'ର ସନ୍ତାନ ସନ୍ତତି ବିକୃତ ସ୍ୱଭାବ ସମ୍ପନ୍ନ ଆଉ
ପାଖାପାଖି ସେହି ପ୍ରକୃତିର ହିଁ ହୋଇଥାଏ। ଫଳ କଥା ହେଲା ସର୍ବପ୍ରକାର ପ୍ରତିଲୋମ ସଂସ୍ରବ ଯେପରି ରହିତ ହୁଏ, ତା'ର ବ୍ୟବସ୍ଥା ଏବେଠୁ କରିବା ଦରକାର। ସବର୍ଣ୍ଣ ଓ ଅନୁଲୋମ ବିବାହ ଯେଉଁଗୁଡ଼ିକ ହେବ, ସେଗୁଡ଼ିକ ବି ଯେପରି ବିଧିମାଫିକ ହୁଏ, ତା'ର ବ୍ୟବସ୍ଥା କରିବାକୁ ହୁଏ। ଘରେ ଘରେ ଯେପରି ଏସବୁ ବିଷୟରେ ଯାଜନ କରାଇବା ଦରକାର। ଆଗେ ଯାହା ହୋଇଛି ତା ତ ହୋଇଛି, ଏବେ ଯେପରି ଆଉ ଗୋଟେ ବିବାହ ବି ଅବହେଳିତ ରକମରେ ନ ହୁଏ। ଶ୍ରୀ ଶ୍ରୀ ଠାକୁରଙ୍କ ସରଳ ବାଣୀ ଶୁଣିଲେ ମନରେ ଏକ ପ୍ରକାର ସାନ୍ତ୍ୱନା ଆସେ। ଉନ୍ନୟନ ଓ ସୁପ୍ରଜନନ ଏଇ ତ ବିବାହର ମୂଳ। ଯେପରି ସେପରି କରି ବିବାହ କରିବ ସନା ଭୁଲ। ହଁ ବନ୍ଧୁଗଣ, ଶ୍ରୀ ଶ୍ରୀ ଠାକୁରଙ୍କ ଦୃଷ୍ଟିରେ ଉଚ୍ଚ ବର୍ଣ୍ଣର ଝିଅ ନିମ୍ନ ବର୍ଣ୍ଣର ପୁଅ ସଙ୍ଗେ ବିବାହ କଲେ ସ୍ୱାମୀ ପ୍ରତି ଶ୍ରଦ୍ଧା କଦାପି ରହିପାରେ ନା। କିଛି ଦିନ ପରେ ଦେଖାଯାଏ ବହୁ ଗଣ୍ଡଗୋଳ ସୃଷ୍ଟି ହୁଏ। ଯଦି ପଶୁଜନ୍ତୁର ବେଳକୁ ଆମେ ପ୍ରତିଲୋମ ପସନ୍ଦ କରୁନା, ତେବେ କାହିଁକି ଏହି ମଣିଷ ବେଳକୁ ଏହି ସତ୍ୟଟା ସ୍ୱୀକାର କରିବାକୁ ଚାହୁଁନା? ମଣିଷର ବଂଶ ଠିକ୍ ରଖିବା ଛାଡ଼ି କୁକୁର ବା ଘୋଡ଼ା ବଂଶର ମାନ ଠିକ୍ ରଖିବା ଉପରେ ଆମେ ଆଜି ଢେର ବେଶୀ ଗୁରୁତ୍ୱ ଦେଉଛୁ। ଦିନକୁ ଦିନ ମଣିଷର ବିବାହ ଯଦି ଏହିପରି ପିଲା ଖେଳ ପରି ହୁଏ, ତେବେ ମଣିଷ ଭିତରେ ଆଉ ମଣିଷ ଖୋଜିଲେ ମିଳିବ ନାହିଁ। ମାନବ ଦାନବରେ ପରିଣତ ହେବ। ପରସ୍ପର ପରସ୍ପରକୁ ନାନା ଭାବେ ସାବାଡ଼ କରିବାର ତାଳରେ ରହିବେ। କେହି କାହାକୁ ଛାଡ଼ିବେ ନାହିଁ। ଜୋର ଜାର୍ ମୁଲକ ତାର ଏଇଭଳି ଶାସନ ହେବ। ଏବେ ବି ଯଦି ଆମେ ସାବଧାନ ନ ହେଉ, ତେବେ ଏହି ବିଷୟ ଦିନେ ନା ଦିନେ ଜଗତକୁ ଜର୍ଜରିତ କରିବ, ମର୍ମାହତ କରିବ। ମୋର ମନେ ହୁଏ କୌଣସି ଦେଶର ବା ଜାତିର ଯଦି ସର୍ବନାଶ କରିବାକୁ ପଡ଼େ, ତେବେ ତା ଭିତରେ ପ୍ରତିଲୋମ ବିବାହ ପୁରାଇ ଦେଲେ ତାହା ଯେତେ ଶୀଘ୍ର ହୁଏ, ଅନ୍ୟ କୌଣସି ଉପାୟରେ ସେତେ ହୁଏ ନା। ପୁଣି ଶ୍ରୀ ଶ୍ରୀ ଠାକୁର ସ୍ନେହଳ କଣ୍ଠରେ ଚେତାବନୀ ଦେଇ କହୁଛନ୍ତି, ପ୍ରତିଲୋମ ସଂସ୍ରବ ଅର୍ଥାତ୍ ସ୍ୱାମୀର ଉଚ୍ଚ ବର୍ଣ୍ଣର କନ୍ୟା ସହ ବିବାହ ସ୍ତ୍ରୀ ପୁରୁଷର ମସ୍ତିଷ୍କ ଉପାଦାନକୁ ବିକ୍ଷୁବ୍ଧ କରିବ ନିଶ୍ଚୟ। ତା ଛଡ଼ା ସ୍ନାୟଗତିକୁ ମଧ୍ୟ ବିକୃତ ଓ ଅକାମୀ କରି ତୋଳେ। ଏଇଭଳି ଶ୍ରୀ ଶ୍ରୀ ଠାକୁରଙ୍କର ଅଜସ୍ର ବାଣୀ ଅନୁଧ୍ୟାନ କଲେ ଆମେ ଜାଣିବାକୁ ପାଉ କି ପ୍ରକାର ସ୍ତ୍ରୀର ବାସ କଲେ ସ୍ୱାମୀ ତିଳେ ତିଳେ କ୍ଷୟ ହୋଇଯାଏ ଏବଂ କ୍ଷୟିଷ୍ଣୁ ସନ୍ତାନ ସନ୍ତତିର ଜନକ ହୋଇ ବିଡ଼ମ୍ବନାମୟ ଜୀବନଯାପନ କରେ। କାହିଁକି ସମାଜରେ ଅଳ୍ପାୟୁ, ଜନ୍ମଗତ ରୋଗୀ, କ୍ଷୀଣ ମସ୍ତିଷ୍କ ସମ୍ପନ୍ନ, ଶ୍ରେୟ ବିମୁଖ, ବିଧାନ ସଂସ୍କୃତି ଧ୍ୱଂସକାରୀ, ହୀନମନ୍ୟତା ସମ୍ପନ୍ନ ପ୍ରବୃତ୍ତି ଜର୍ଜରିତ ମଣିଷ ଏତେ ସଂଖ୍ୟାରେ ସୃଷ୍ଟି ହୋଇ ଆକାଶକୁ ଗ୍ରାସ କରି ବସୁଛି? ସେ କଥା ଶ୍ରୀ ଶ୍ରୀ ଠାକୁର ତାଙ୍କର ଅମୀୟ ବାଣୀ ପାଠ କଲେ ଆମେ ସହଜରେ ବୁଝିପାରୁ। ପ୍ରତ୍ୟେକ କ୍ଷେତ୍ରରେ ଭଲ ମଣିଷଟିଏ ହେଲେ ସବୁ କ୍ଷେତ୍ରରେ ଆପେ ଆପେ ସବୁ କଥା ଠିକ୍ ଭାବରେ ଚାଲେ। ମଣିଷ ମାଲ ଯଦି ଠିକ୍ ଅଛି, ସେ କରୁଥିବା କାମ ସବୁ ବି ଠିକ୍ ଭାବରେ ଚାଲିବ। ସେ କରୁଥିବା କାମ ସହିତ ସମ୍ପୃକ୍ତ ମଣିଷ କାହିଁକି, ପ୍ରାଣୀ ଓ ଉଦ୍ଭିଦ ଜଗତ ମଧ୍ୟ ଠିକ୍ ରହିବେ, ସୁଖରେ ରହିବେ, ଶାନ୍ତିରେ ରହିବେ। ଅନ୍ୟଥା ମଣିଷ ମାଲ ଠିକ୍ ନଥିଲେ ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ। ଏହି ନୀତିରେ ସବୁ ଶେଷ ହୋଇଯିବା ଏକାନ୍ତ ସତ୍ୟ। ଆଜିର ସମସ୍ୟା ଜୀବନସାଥୀକୁ କେମିତି ବାଛିବେ, ମୁଁ ଆପଣଙ୍କୁ 7ଟି ସୂତ୍ରରେ ବୁଝାଇବି ବନ୍ଧୁଗଣ। ଧ୍ୟାନ ଦେଇ ଶୁଣିବେ। ଶ୍ରୀ ଶ୍ରୀ ଠାକୁର ଆମକୁ ସତର୍କ କରାଇ ଦେଇଛନ୍ତି, ମଣିଷର ସତ୍ୟ ପରିଚୟ ତା'ର ଦୈନନ୍ଦିନ ଆଚରଣରେ ଲୁଚିଥାଏ। ସେ ଲୋକଟି ବୃଦ୍ଧ, ଦୁର୍ବଳ ଓ ନିରାଶ୍ରୟଙ୍କ ପ୍ରତି କେମିତି ବ୍ୟବହାର କରେ, କିପରି ଆଚରଣ କରେ, ରାଗ ଆସିଲେ କେମିତି କଥା କହେ,
ଅସୁବିଧା ପଡ଼ିଲେ, ଦୁଃଖ ଆସିଲେ ସତ୍ୟ ପଥରେ ରହେ କି ସେଠୁ ଅନ୍ୟାୟ ଅନୀତି ରାସ୍ତାରେ ପଳାୟନ କରେ। ଇଏ ସବୁ ପରୀକ୍ଷା ହେଉଛି ଜୀବନସାଥୀ ଚିହ୍ନିବାର ପ୍ରଥମ ସୂତ୍ର। ଆଉ ଦ୍ୱିତୀୟ ସୂତ୍ର ହେଉଛି ଭୋଗ ବାସନା ନୁହେଁ, ଦାୟିତ୍ୱବୋଧ ଅଛି କି ନାହିଁ। ସୁନ୍ଦର କଥା, ଆକର୍ଷଣୀୟ ଆଚରଣ ଦେଖି ସବୁବେଳେ ସଠିକ୍ ମଣିଷର ଚିହ୍ନିବା ବି ଠିକ୍ ନୁହେଁ। ଠାକୁର କହିଛନ୍ତି, ଯେଉଁ ଲୋକ ନିଜ କର୍ତ୍ତବ୍ୟ ଦାୟିତ୍ୱରୁ ପଳାୟନ କରେ ସେ କେବେ ଭଲ ସ୍ୱାମୀ ବା ଭଲ ସ୍ତ୍ରୀ ହୋଇପାରେନି। ଆଉ ତୃତୀୟ ସୂତ୍ର, ଇଷ୍ଟପ୍ରାଣତା ଓ ଆତ୍ମିକ ଦୃଷ୍ଟିକୋଣରୁ ଯେଉଁ ମଣିଷର ଜୀବନରେ ଭଗବାନଙ୍କ ପ୍ରତି ଭକ୍ତିଭାବ ନାହିଁ, ଜୀବନରେ କେହି ଗୁରୁ ନାହିଁ, ନୀତି ନିୟମ ନାହିଁ, ସଂଯମ ନାହିଁ, ଧୈର୍ଯ୍ୟ ସାହସ ନାହିଁ, ସେ ମଣିଷ ଆକସ୍ମିକ ପରିସ୍ଥିତିରେ ଅଧିକାଂଶ ଭାଙ୍ଗି ପଡ଼େ। ଠାକୁରଙ୍କ ଦୃଷ୍ଟିରେ ଇଷ୍ଟପ୍ରାଣତା ହେଉଛି ବିବାହର ମଜବୁତ ମୂଳ। ଆଉ ଚତୁର୍ଥ ସୂତ୍ର, କଥାରେ ନୁହେଁ କାର୍ଯ୍ୟରେ ପରୀକ୍ଷା କରନ୍ତୁ। ଦେଖନ୍ତୁ, ବିବାହ ପୂର୍ବରୁ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ଠାକୁର ସତର୍କ କରାଇ କହୁଛନ୍ତି ମଣିଷର ମୂଲ୍ୟ କଥାରେ ନୁହେଁ ତା'ର କାମରେ ପ୍ରକାଶ ପାଏ। ଆଉ ପଞ୍ଚମ ସୂତ୍ର ହେଉଛି ପ୍ରକୃତି ଓ ସଂସ୍କାରର ମେଳ ଦେଖ। ସଂସ୍କାର ମେଳ ନହେଲେ ଛୋଟ ଛୋଟ କଥା ବଡ଼ ଝଗଡ଼ାରେ ପରିଣତ ହୁଏ। ଅହଙ୍କାର ବଶବର୍ତ୍ତୀ ହୋଇ ଆସ୍ତେ ଆସ୍ତେ ସେଇ ଗଭୀର ଭଲ ପାଇବାକୁ ମାରିଦିଏ। ଏଇଥିପାଇଁ ଶ୍ରୀ ଠାକୁର କହିଛନ୍ତି, ଯେପରି ପ୍ରକୃତି ସେପରି ସ୍ୱଭାବ। ଆଉ 6 ସୂତ୍ର ହେଉଛି ସନ୍ତାନ ଭବିଷ୍ୟତକୁ ଭାବି ବିବାହ କରାଯାଏ। ଏହି ବିବାହ କେବଳ 2 ଜଣଙ୍କର ମଧ୍ୟରେ ସୀମିତ ନୁହେଁ, ଏହା ଆଗାମୀ ପିଢ଼ିର ଭିତ୍ତିଭୂମି। ଶ୍ରୀ ଠାକୁରଙ୍କ ଅମୃତବାଣୀ ଆମକୁ ସତର୍କ କରେ, ଭୁଲ ସଂସ୍ରବ ମାନବ ସଭ୍ୟତାକୁ ଧ୍ୱଂସ କରେ। ଶେଷ ସୂତ୍ର, ସପ୍ତମ ସୂତ୍ର ହେଉଛି ସବୁଠୁ ଶେଷ ଓ ସର୍ବୋତ୍ତମ ପରୀକ୍ଷା। ସେଇଟା ହେଲା, ଏହି ଲୋକଟି ସହ ରହିଲେ ମୁଁ ଭଲ ମଣିଷ ହେଉଛି କି? ଯଦି ଉତ୍ତର ହଁ, ତାହେଲେ ସେ ଯୋଗ୍ୟ। ଯଦି ନା, ଯେତେ ସୁନ୍ଦର ଚେହେରା ହେଉ, ଯେତେ ସୁନ୍ଦର ବ୍ୟବହାର ହେଉ, ଯେତେ ସୁନ୍ଦର ମୁଖ ଦର୍ଶନ ହେଉ, ସେ ସଠିକ୍ ପାତ୍ର ନୁହେଁ। ଠାକୁର କହୁଛନ୍ତି, ଭଲ ବିବାହର ଲକ୍ଷ୍ୟ କେବଳ ମାତ୍ର ଜୀବନର ସୁଖ ନୁହେଁ, ଭଲ ମଣିଷଟିଏ ତିଆରି କରିବା। ହଁ ବନ୍ଧୁଗଣ, ଏହି ପ୍ରସଙ୍ଗଟି ଯଦି ଆପଣଙ୍କ ମନକୁ ଛୁଇଁଛି ତେବେ କମେଣ୍ଟସରେ ଜୟଗୁରୁ ଲେଖନ୍ତୁ। ଆଉ ଏହି ଭିଡ଼ିଓକୁ ସେହି ଲୋକଙ୍କୁ ସେୟାର କରନ୍ତୁ ଯାହାଙ୍କ ବିବାହ ନିଷ୍ପତ୍ତି ଏବେ ବି ନେବାର ବାକି ଅଛି। ତେବେ ଆଜିର ଭିଡ଼ିଓରେ ଏଇଠି ରହିବା। କାଲି ପୁଣି ନୂଆ ଶିକ୍ଷଣୀୟ ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମ।